हाय गाइस समस्त शुभ सकाळ केमती अछंती समस्ते मु सका सकाळ पहुंची जाइए आम चेक डैम को माने लोक कहीं आसते मु एक आसी तो देखुवे कि शीत हो कुहुड़ी भी छाड़ी ना बहुत कुहुड़ी हो तो मुझे गाधेबी बोले आसी गाधेबी कि ना मुझे जानी माने गाधेबी बोले आसी बहुत शीत होता गाधेबी तो देखुवे कहीं आसी ना केत आसवे लोक कौन कर ମୁଁ ଏକା ଆସି ପହଞ୍ଚି ଯାଇଛି ଏକା ହିଁ ଅଛି ଏଠି କେହି ଆସିନାହାନ୍ତି କେତେବେଳେ ଆସିବେ ଲୋକମାନଙ୍କ ଅପେକ୍ଷା କରିଛି ଗାଇସ୍ ଆପଣମାନେ ବ୍ରସ୍ କରିଛନ୍ତି କି ମୁଁ ବ୍ରସ୍ କରି ନାହିଁ କାଟି ଚୁପୁଛି ତ କ'ଣ କହୁ ଆପଣମାନେ ତ ସକାଳ ସକାଳ ସରେଇ ଦେଇଥିବେ ମୁଁ ଏବେ ଉଠିକି ଆସିଛି ଡାଇରେକ୍ଟ ଆଉ କୁଆଡ଼େ ବି ଯାଇନି ଟିକେ ତ ଡାଇରେକ୍ଟ ଆସିଛି ଆଉ ଲୋକମାନଙ୍କୁ ଜଗୁଛି ସେମାନେ କେତେବେଳେ ଆଇବେ କେଜାଣି ତ ଆପଣମାନେ ତ ବ୍ରସ୍ ନିହାତି କରୁଥିବେ ଆମେ କାଟିଛୁ କାହିଁକି ଗୋଟେ ଦେଶୀ ବାଳୁଙ୍ଗା ଲୋକ ସେଥିପାଇଁ এটা ଆମ ଛୋଟିଆ ଚେକ୍ ଡ୍ୟାମ୍ଟି ଆମେ ଏଠି ଗାଧଉଛୁ ଆମେ ଏଠି ଆମେ ମାନେ ସଫା ଫଫା କରୁଛୁ ସବୁ କିଛି କରୁଛୁ ଆଉ ଏଠି ସିଆଡ଼େ ବି ଯାଉଛୁ ଇଆଡ଼େ ବି ଆସୁଛୁ ସକାଳେ କ'ଣ କରିବୁ ତ କିଛି ସମୟ ପରେ ଲୋକମାନେ ଆସିବେ ଦେଖିବେ ଆପଣମାନେ ମାଛ ଥିବ ନା ନାହିଁ ମୁଁ କହିପାରେ ମାଛ ଥିବ ବୋଧେ ଧରୁଥିବେ ଲୋକମାନେ ଜାଣି ଧରୁନି କେବେ ତ ଗାଇସ୍ କ'ଣ କରିବା କହ ଲୋକ ଆସିନାହାନ୍ତି ତ ତାଙ୍କୁ ୱେଟ୍ କରୁଛି ମୁଁ ଏବେ ଟାଇମ୍ କେତେଟା ହେଇଥିବ ଯେ 6ଟା ଅଧେ ହେଲାଣି ସିନା କୁହୁଡ଼ି ଛାଡ଼ି ନାହିଁ ଆମର ମାନେ ପ୍ରବଳ କୁହୁଡ଼ି ହେଉଛି ଦେଖନ୍ତୁ ମାନେ ଟୋପି ଖୋଲିବା ପାଇଁ ଟୋପି ତ ଚିରି ଯାଇଛି ଇଆଡ଼େ ଚିରିଛି ତଥାପି ଆମେ ୟୁଜ୍ କରୁଛୁ କାହିଁକି କ'ଣ କରିବୁ ନଥିଲେ ୟୁଜ୍ କରିବାକୁ ପଡ଼ିବ ଶୀତ ବି ବହୁତ ହେଉଛି କି ନାହିଁ ସେଥିପାଇଁ ତ ଲୋକ କେହି ଆସିନାହାନ୍ତି କେତେବେଳେ ଆସିବେ ତାଙ୍କୁ ୱେଟ୍ କରୁଛି ୱେଟ୍ କଲା ପରେ ତାଙ୍କ ସହିତ ମାନେ ଗାଧେଇକି ପଳେଇ ଯିବୁ ଆଜି କ'ଣ କରିବୁ ସକାଳେ ଏତେ ମାନେ ଶୀଘ୍ର ଆସିବାକୁ ପଡ଼ିଲା ଯେ ମୋତେ ଥଣ୍ଡା ବି ହେଉଛି ଶୀତ ବି ହେଉଛି ମୋତେ କାଶ ବି ହେଇଛି କ'ଣ କରିବା ଲୋକ ଆସିଲେ ତ ଭଲ ଲାଗିବ କେହି ଆସୁନାହାନ୍ତି ଏକା ଏକା ରହିବାକୁ ପଡ଼ୁଛି ତ ଗାଇସ୍ କ'ଣ କରିବୁ ତ ତ ଆପଣମାନେ ସକାଳେ ଉଠିଥିବେ କେତେଟା ବେଳେ ଉଠୁଛନ୍ତି ନିଶ୍ଚୟ କମେଣ୍ଟ କରି ଜଣାଇବେ ତ ଆମେ ତ କେତେବେଳେ ସକାଳେ ଉଠି ପକାଉଛୁ ନହେଲେ ତ କେତେବେଳେ 7ଟା 8ଟା ହେଉଛି ଆମେ କେଉଁ ଦିନ ଆଗରେ ଏକା ଉଠିଲେ ତ ଆଗରେ ପଳେଇ ଆସୁଛୁ କେଉଁ ଦିନ ଲେଟ୍ରେ ବି ଆସୁଛୁ ତ ଗାଇସ୍ ସେଥିପାଇଁ ଆପଣ ନିଶ୍ଚୟ କମେଣ୍ଟ କରନ୍ତୁ କେତେବେଳେ ଉଠୁଛନ୍ତି କେତେବେଳେ ଆପଣଙ୍କୁ ନିତ୍ୟକ୍ରମ ସରୁଛନ୍ତି ନିଶ୍ଚୟ କମେଣ୍ଟ କରନ୍ତୁ ଆପଣମାନେ ତ ନିହାତି ବ୍ରସ୍ କରୁଥିବେ ଆମେ ତ ବ୍ରସ୍ କରୁନୁ ଦେଖୁଛନ୍ତି କାଠିଟେ ଧରିଛୁ କାହିଁ କ'ଣ କରିବୁ ବା ଦେଖୁଥିବେ ଗାଇସ୍ କେମିତି ପାଣିଟା ଶୁଖି ଯାଇଛି ଟିକେ ରହୁନାହିଁ ଇଆଡ଼େ ବହୁତ କାଲ ଥିଲା ଏବେ ମାନେ ବାଲିଟା ପୁରା ରହିଯାଇଛି ତ ଉପରେ ବାଲି ପୁରା ପାଖରେ ହେଇଛି ଆଉ ବାଲି କଡ଼ା ହେଇନାହିଁ କିଛି ନାହିଁ ସେମିତିଆ କହେ ସେଥିପାଇଁ ଏତେ କାଲ ହେଇନାହିଁ ଡ୍ୟାମ୍ଟା ନହେଲେ ବହୁତ କାଲ ହେବ ସେମାନେ କେତିକି ହେବ ଆଉ ଇଆଡ଼େ ବି ବହୁତ ଲୋକ ଆସିନାହାନ୍ତି ଉଠିନାହାନ୍ତି ବୋଧେ ଲାଗୁଛି ଉଠିଛନ୍ତି ଯେ ନିଆଁ ତାପୁଛନ୍ତି ତାଙ୍କେ ସବୁ ନହେଲେ ତାଙ୍କେ ଆସିକି ପହଞ୍ଚିଯିବେ ଏତିକି ବେଳେ ଆଉ 7ଟା ହେଲେ ନିଶ୍ଚୟ ପହଞ୍ଚିଥିବେ ସେମାନେ ଆମେ ତ କ'ଣ କରିବା ତ ଗାଇସ୍ ଆମେ ଇଆଡ଼େ ତ ବେକାର ରହିଛି ଇଆଡ଼େ ତ ପାଣି ଏତେ ଆମେ ସଫା କରୁ ମାନେ କିଛି ଗାଧଉନି ଇଆଡ଼େ ସିଆଡ଼େ ତଳକୁ ହେଲେ ଗାଧଉଛୁ ନହେଲେ ଏଇଠି ହେଲେ ଆମେ ଗାଧୋଇ କରି ପଳେଇ ଯାଉଛୁ ତ ହୋଲି ଦେଖିଲା
ଦେଖିଥିବେ ପାଣି ବହୁତ ଶୀତ ହେବ ବହୁତ। କ'ଣ କରିବ? ଦେଖୁଛନ୍ତି ଏବେ ଏତେ ପାଣି ନାହିଁ। ପାଣି ଶୀତ ବି ବହୁତ ହେଉଛି, କମି ଯାଉଛି ପାଣି। ତ ମୁଁ ସକ୍ସ କ'ଣ ପିନ୍ଧି ଦେଇଛି କିଛି ତ ସକ୍ସ କାଢ଼ିଦେବି। ତ ଗାଇସ୍ ଦେଖୁଛନ୍ତି ଆମର ଚେକ୍ ଡ୍ୟାମ୍ ମାନେ ପାଣି ବହୁତ ତ ଥିଲା, କିନ୍ତୁ ମାନେ ସେଠି ବାଲି କିଏ ନେଇନାହାନ୍ତି ତ ଅଛି ପୁରା। ସେଥିପାଇଁ ପାଣି ଡାଇରେକ୍ଟ ପଳେଇ ଯାଉଛି, ନହେଲେ ବହୁତ କିଛି ଖାଲ ଥିଲା। ଆଉ ସେ ପର୍ଯ୍ୟନ୍ତ ବି ଖାଲ ଥିଲା, କିନ୍ତୁ ସେ ପର୍ଯ୍ୟନ୍ତ ନାହିଁ ଆଉ ଖାଲ। ମାନେ ସବୁ ବାଲି ପୁରା ମାଡ଼ି ବସିଲା, ସେଥିପାଇଁ ଖାଲ ହେଉନାହିଁ। ତ ଏଇପଟେ ବି ଦେଖୁଛନ୍ତି ଇଆଡ଼େ ବି ମାନେ ଇଆଡ଼େ ବି ଖାଲ ହେଉନାହିଁ। ଏଠି ଖାଲ ଅଛି, ଖାଲି ଏଠି ମାଟି ଅଛି। ସବୁ ମାଟି ଭର୍ତ୍ତି ହେଇଗଲା। କେତେ ବର୍ଷ ହେଲା ବ୍ରିଜ୍ ମାନେ ଚେକ୍ ଡ୍ୟାମ୍ କରିକି, ମାନେ ଏଠି କ୍ଲିନିଂ ବିଲକୁଲ ହେଇନାହିଁ। ସେଥିପାଇଁ ରହିଯାଇଛି ପୁରା ବାଲିଟା ପୁରା ରହିଯାଇଛି, ଗାତ ହେଇନାହିଁ, କିଛି ନାହିଁ। ତ ସେଥିପାଇଁ ପାଣି ଏତେ ରହିନାହିଁ ଏ ବର୍ଷ, ନହେଲେ ଗତ ବର୍ଷ ବହୁତ ପାଣି ରହୁଥିଲା। ତ ଏଇଟା ଆମେ ସବୁବେଳେ ଗାଧଉଥିଲୁ, ସବୁବେଳେ ସଫା କରୁଥିଲୁ। ଏବେ ଏତେ ରହିବ ନାହିଁ ପାଣି, ମାନେ ଗାତ ନାହିଁ, କିଛି ନାହିଁ ନା। ସେଥିପାଇଁ ଗାତ ଯଦି ଥାଆନ୍ତା କହିଲେ ପାଣି ବହୁତ ରହିଥାନ୍ତା, ଆମେ ଏଠି ଗାଧୋଇବା ପାଇଁ ବହୁତ ସୁବିଧା ହେଇଥାନ୍ତା। ତ କ'ଣ କରିବେ, ଗାଧୋଇବା ପାଇଁ ସୁବିଧା ହେଉନାହିଁ, କିଛି ନାହିଁ। ଖରା ମାସରେ ପହଞ୍ଚେଇବେ କି ନାହିଁ। ଖରା ମାସରେ ଆମେ ଗାଈ ଚାରିଲେ ମାନେ ପାଣି ଟିକେ ରହିବାକୁ ଗାଈମାନଙ୍କ ପାଇଁ ବି ସୁବିଧା ହେଉଛି କି ନାହିଁ। ସେଥିପାଇଁ ଏଇଠି ସବୁ କିଛି ପାଣି ରହୁଥିଲା। ଗାଈମାନେ ବି ଖରା ମାସରେ ହେଲେ ପାଣି ପିଉଥିଲେ। ଏବେ ମାନେ ରହିବ କି ନାହିଁ, ରହିପାରେ। ଏକାନି ମାନେ ରହିବ, ନିଶ୍ଚୟ ରହିବ। ଏଠି ଖାଲ ଅଛି କି ନାହିଁ, ଏକାନି ନିଶ୍ଚୟ ରହିବ। ଆଉ ଏକାନି ରହିବ ନାହିଁ ଏତେ, ମାନେ ଉପରକୁ ରହିଲେ ରହିପାରେ। ସେଠି ବି ନାଇଁ, ଚେକ୍ ଡ୍ୟାମ୍ କିଛି ନାହିଁ, ରହିଯିବ ଏମିତିକା। ଆଉ କ'ଣ କରିବ? ତ ଏଇଟା ହେଲା ଆମ ଚେକ୍ ଡ୍ୟାମ୍। ଆଉ ଦେଖିଥିବେ ପାଣି ବି ଏତେ ନାହିଁ, ଆମେ ହେଲେ ବି ତଥାପି ଆମେ ଆସୁଛୁ ଗାଧୋଇବା ପାଇଁ କି ଏମିତି ସଫା କରିବା ପାଇଁ, ନିତ୍ୟକ୍ରମ ସରାଇବା ପାଇଁ ଆମେ ଆସୁଛୁ କେବେ। ଦେଖୁଛନ୍ତି। ଆଉ ଏଠି ବି ପାଣି ରହୁଥିଲା, ଇଆଡ଼ ପର୍ଯ୍ୟନ୍ତ ପାଣି ରହୁଥିଲା। ସବୁ ମାଟି ପୁରା ମାଡ଼ି ବସିଲା, ଆଉ ପାଣି ରହୁନାହିଁ। ତ ଗାଇସ୍, ଦେଖା ହେବା ନେକ୍ସଟ ଭିଡ଼ିଓ। ରହୁଛି, ବାଏ।